ମିଠା ଆଉ ପିଠା ଦୁଇଟି ଯାକ ଜିନିଷର ସ୍ୱାଦ ଗୋଟିଏ ଆଇଟମରେ। ଓଡ଼ିଶାର ଏଇ ପାରମ୍ପରିକ ମୁଗ ପୁଳି ପିଠାଟି ଘରେ ନିଶ୍ଚୟ ବନାନ୍ତୁ। ବହୁତ ହି ଟେଷ୍ଟି ଲାଗେ ଖାଇବାକୁ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ଭିଡିଓ ଭଲ ଲାଗିଲେ ଗୋଟେ ଲାଇକ୍ ନିଶ୍ଚୟ କରିଦିଅନ୍ତୁ। ପ୍ରତିଟି ଷ୍ଟେପ୍ ଫଲୋ କରନ୍ତୁ। ଆଉ ଏମିତି ସୁଆଦିଆ ଏଇ ମୁଗ ପୁଳିଟି ବନେଇବା ପାଇଁ ମୁଁ ଏଠି ମେଜରିଂ କପରେ ମାପିକି ଗୋଟେ କପର ମୁଗ ନେଇଛି। ଯୋଉ ମୁଗଟି ଆମେ ଡାଲି ନର୍ମାଲି ବନାଏ ସେଇ ମୁଗ ହିଁ ନେଇଛି। ତାକୁ ହାଲକା ଟିକେ ଭାଜିଦବା, ତାର ସ୍ମେଲ ଟା ଆଉ ଟିକେ ଏନହାନ୍ସ ହେଇଯିବ। ବେଶୀ ଭାଜିବାନି, ଆମେ ଜଷ୍ଟ ହାଲକା ଟିକେ ଭାଜିବା। ଆଉ ମୁଗଟା ଭାଜି ହେଇଗଲା ପରେ ତାକୁ ଆମେ ଭଲସେ ଏଠି ମୁଗଟାକୁ ଆମେ ଭଲସେ ଧୋଇ ସାରିଲା ପରେ ଗୋଟେ ପ୍ରେସର କୁକରରେ ତାକୁ ଆମେ ସିଟି ଦବା ପାଇଁ ଛାଡ଼ିଦବା। ମୁଁ ଏଠି ଗୋଟେ କପ୍ ମୁଗ ପାଇଁ 1.5 କପ୍ ମାପିକି ସେମ୍ କପରେ ପାଣି ନେଇଛି। ଆଉ ସ୍ୱାଦ ଅନୁସାରେ ଏଠି ମୁଁ ଗୋଟେ ଟିସ୍ପୁନର ଲୁଣ ପକେଇଛି। ଆମେ ଏଠି 3ରୁ 4ଟା ସିଟି ଆସିବା ପର୍ଯ୍ୟନ୍ତ ଆମେ ତାକୁ ମୁଗଟା ଆମର ହେଲା ଭିତରେ ଏଠି ଆମେ ପିଠା ପାଇଁ ଫିଲିଂଟା ବନେଇଦବା। ଯେମିତି ଆମେ ଛଣା ପିଠା, କାକେରା, ଲଡୁରେ ବନାଏ ଆମର ନଡ଼ିଆ ପୁର ହିଁ ନର୍ମାଲି ବନଉଛି, ଯୋଉଟା କି ଖାଇବାକୁ ବହୁତ ହି ଟେଷ୍ଟି ଲାଗିବ। ଏଠି ମୁଁ ଗୁଡର ବ୍ୟବହାର କରିଛି। ଆପଣ ଚାହିଁଲେ ଚିନିର ବି ବ୍ୟବହାର କରିପାରିବେ, କିନ୍ତୁ ଏଇଟା ଗୁଡରେ ବେଶୀ ବହୁତ ହି ସୁଆଦିଆ ଲାଗେ। ଏଠି ମୁଁ ଗୁଡକୁ ମେଲ୍ଟ କରେଇ ଦଉଛି, ଯୋଉଟା କି ଆମର ଇଜି ହବ। ଗୁଡଟା ମେଲ୍ଟ ହେଇଗଲା ପରେ ଆମେ ଆମର କୋରିକି ରଖିଥିବା ନଡ଼ିଆ ପକେଇଦବା। ଏଠି ମୁଁ 2 କପ୍ ନଡ଼ିଆ ବ୍ୟବହାର କରିଛି। ଆପଣ ଆପଣଙ୍କ ପିଠାକୁ ଚାହିଁକି ଆପଣଙ୍କର ପୁରଟା ବନେଇ ପାରିବେ। ଏଠି ମୋର 2 କପ୍ ନଡ଼ିଆରେ ବହୁତ ହି ଆରାମସେ ସବୁ ପିଠାତକ ନଡ଼ିଆଟାକୁ ଗୁଡରେ ଭଲସେ ମିଶେଇକି ଆମେ ଭାଜିଲା ଭଳିଆ କରିଦବା, ଯୋଉଟା କି ନଡ଼ିଆର ପାଣିଟା ମରିଯିବ। ଆଉ ବହୁତ ଦିନ ବି ରହିପାରିବ ଆମର ପିଠାଟା, ଏକଦମ 1 ସପ୍ତାହ ପର୍ଯ୍ୟନ୍ତ ବି ରହିପାରିବ। ଆପଣ ଏଠି ଚିନିର ବ୍ୟବହାର ଯଦି କରୁଛନ୍ତି ତାହେଲେ ଚିନିକୁ କ୍ୟାରାମେଲାଇଜ କରିସାରିଲା ପରେ ନଡ଼ିଆଟା ପକେଇବେ, ଯୋଉଟା କି ବହୁତ ଇଜି ହବ। ଏଠି ଆଉ ଟିକେ ବାସ୍ନା ପାଇଁ ମୁଁ ଗୋଲମରିଚ ଗୁଣ୍ଡ ଆଉ ଗୁଜୁରାତି ଗୁଣ୍ଡ ନେଇଛି, ଯୋଉଟା କି ବଢିଆ ଫ୍ଲେଭର ଆସିବ ପିଠାରେ। ଏଠି ଦେଖନ୍ତୁ ବନିକି ଆମର ହେଇଗଲା ନଡ଼ିଆ ପୁର। ଏପଟେ ଆମର ମୁଗଟା ବି ଭଲସେ ସିଝି ଯାଇଛି। ଏଠି ମୁଁ ସିଟି ବାହାର କରି ଦେଖଉଛି, ଦେଖନ୍ତୁ କେତେ ବଢିଆ ସେ ପୁରା ସିଝି ଯାଇଛି। ମୁଗଟା ସିଝିଗଲା ପରେ ଆମେ ତାକୁ ଗୋଟେ ଗ୍ରାଇଣ୍ଡିଂ ଜାରକୁ ଟ୍ରାନ୍ସଫର କରିଦବା। ଆମର ଏଇଟା ଗୋଟେ ପେଷ୍ଟ ବନେଇବାର ଅଛି। ଆକୁ ଟିକେ ଥଣ୍ଡା ହବା ପାଇଁ ଛାଡିଦବା, ନହେଲେ ଅସୁବିଧା ହେଇପାରେ। ଥଣ୍ଡା ହେଇଗଲା ପରେ ଆମେ ଆକୁ ଭଲସେ ଫାଇନ ପେଷ୍ଟ ଗୋଟେ ବନେଇଦବା। ଦେଖନ୍ତୁ କେତେ ଫାଇନଲି ପେଷ୍ଟଟା ବନିଛି, ଯୋଉଟା କି ଆମର ପିଠାଟା ବନିବାରେ ବହୁତ ହି ଇଜି। ଏଠି ମୁଗର ପେଷ୍ଟଟା ବନିଗଲା ପରେ ତାକୁ ମୁଁ ଯୋଉ କରେଇରେ ବନେଇଥିଲି ଆମର ପୁର, ସେଇ କରେଇରେ ଦେଇଛି। ତା ଦେହରେ ମୁଁ ଗୋଟେ କପ୍ ଚାଉଳ ଗୁଣ୍ଡ ଆଡ୍ କରିଛି। ଆଉ 2/3 କପ୍ ଏଥିରେ ଆଡ୍ କରିଛି ମୁଁ ଗୁଡ଼, ଯୋଉଟା କି ମୁଁ ପାଉଡର ଗୁଡ଼ ନେଇଛି, ଆମର ଟିକେ ଇଜି ହବ ଗୋଳେଇବା ପାଇଁ। ଆପଣ ଚାହିଁଲେ ଏଠି ଚିନିକୁ ଗୁଣ୍ଡ କରିକି ବି ନେଇପାରିବେ। ମୁଁ ଆଜି ଟିକେ ରେସିପିରେ ଚିନି ଆଭଏଡ କରିଛି, ନର୍ମାଲି ସବୁ ଗୁଡ଼ରେ ହିଁ ବ୍ୟବହାର କରିଛି। ଏଇ ମୁଗ ପୁଳି ପିଠାଟା ଆମ ଓଡ଼ିଶାର ଗୋଟେ ପାରମ୍ପରିକ ପିଠା। ନର୍ମାଲି ଅଧିକାଂଶ ଏଥିରେ ଗୁଡ଼ ହିଁ ବ୍ୟବହାର କରାଯାଇଥାଏ। ଏଇଟା ଖାଇବା ପାଇଁ ପୁରାପୁରି ଟେଷ୍ଟି ସହିତ ଆଉ ହେଲ୍ଦି ବି ମଧ୍ୟ। ଦେଖନ୍ତୁ ଏଠି ବଢିଆ ଗୋଟେ ଖଳିର ପ୍ରସ୍ତୁତି ହେଇଯାଇଛି। ମୁଁ ଗ୍ୟାସର ଫ୍ଲେମ୍ ଜମା ବି ଅନ୍ କରିନି। ସେଇ କରେଇ ତାତିଲା କରେଇରେ ତାକୁ ମୁଁ ଭଲସେ ମିକ୍ସ କରିଦେଇଛି। ଏଠି ଦେଖନ୍ତୁ ମୁଗ ଆଉ ଚାଉଳ ଗୁଣ୍ଡର ଗୋଟେ ବଢିଆ ଡୋଟେ ବନିଗଲା, ଯୋଉଟା କି ବେଶୀ ଗରମ ନାହିଁ। ଏବେ ମୁଁ ସେଥିରେ ଗୋଟେ ଟେବଲ ସ୍ପୁନର ଘିଅ ପକଉଛି। ଗୁଆ ଘିଅ ୟୁଜ କରିଛି, ତାର ଫ୍ଲେଭର ଭଲ ଆସିବା ସହିତ ଏଟା ଆମର ଗୋଟେ ଡୋଟେ ବନେଇବାରେ ବହୁତ ହି ସାହାଯ୍ୟ କରିବ। ଆଉ ବଢିଆ ଗୋଟେ ସିଲ୍କି ଡୋଟେ ବି ବନିଯିବ। ଏଠି ମୁଁ ହାତରେ ଟିକେ ଭଲସେ ଚକଟି ଦେଲା ପରେ ତାକୁ ମୁଁ ଟିକେ ଟିକେ ପୋର୍ସନ ନେଇକି ଆମର ପିଠାଟା ଗଢିବା। ଏଇ ସେପ୍ ଟା ନର୍ମାଲି ଗୁଜିଆ ସେପ୍ ଭଳିଆ ଲାଗିବ, ଯୋଉଟା କି ଆପଣ ନିଜେ ଚାହିଁଲେ ନିଜ ହିସାବରେ ବି ବନେଇ ପାରିବେ କିଛି ସେପ୍ ଦେଇକି। ମତେ ଗୁଜିଆ ସେପ୍ ଟା ବହୁତ ହି ପସନ୍ଦ ଲାଗିଲା, ତ ମୁଁ ସେଇ ସେପ୍ ରେ ବନେଇ ଦଉଛି। ଏଠି ମୁଁ ଭରପୁର ପୁର ନେଇଛି। ଆଉ ଏମିତି କଟୋରୀ ଭଳିଆ କରିକି ଡୋଟାକୁ ତାକୁ ଆମେ ପୁର ଭିତରେ ଫିଲିଂ ଦେଇକି ତାକୁ ଆମେ ବନେଇଦବା।
ଦେଖନ୍ତୁ ଏଠି ବହୁତ ହି ଇଜିଲି ବନିଯିବ। ମତେ ଏଇ ସେପ୍ ଟା ବନେଇବାକୁ ବହୁତ ଇଜି ଲାଗେ ତ ମୁଁ ସେଥିପାଇଁ ଏଇ ସେପ୍ ଟା ହିଁ ଦେଇଛି। ନର୍ମାଲି ଆପଣ ଆପଣଙ୍କ ଇଚ୍ଛା ଅନୁସାରେ କିଛି ବି ସେପ୍ ଦେଇପାରିବେ। ଏଠି ଦେଖନ୍ତୁ କେତେ ଇଜିଲି ବନି ଯାଉଛି ଗୁଜିଆ ସେପ୍ ଟା। ଯେହେତୁ ଏଇଟା ମୁଗରେ ହେଇଛି ତ ବାସ୍ନା ବଢିଆ ଆସୁଛି ଆଉ ଛାଣିଦେଲା ପରେ ବି ବହୁତ ହି ଟେଷ୍ଟି ଲାଗିବ। ଆପଣ ସିଓର ବନେଇକି ଖାଆନ୍ତୁ, ଘର ଲୋକଙ୍କୁ ବି ଖୁଆନ୍ତୁ, ସମସ୍ତଙ୍କୁ ବହୁତ ହି ବଢିଆ ଲାଗିବ। ଏଠି ମୁଁ ଆଗ ବନେଇକି ରଖିଦେଲି, ତାପରେ ଆମେ ତାକୁ ରିଫାଇନ ତେଲରେ ତାକୁ ଛାଣିବା। ଆପଣ ଚାହିଁଲେ ଘିଅରେ ବି ଛାଣି ପାରିବେ। ଏଠି ମୁଁ ରିଫାଇନ ତେଲ ୟୁଜ କରିଛି। ଗୋଟେ ଗୋଟେ କରି ଏଠି ମୁଁ ତାକୁ ପକେଇ ଦଉଛି। ଆମ କରେଇରେ ଯେତିକି ଜାଗା ହବ ଆମେ ସେତିକି ନବା। ବେଶୀ ନେଲେ ତାକୁ ଏପଟ ସେପଟ କରିଲା ବେଳକୁ ସେଇଟା ଭାଙ୍ଗି ବି ଯାଇପାରେ, କାରଣ ଏଇଟା ଯେହେତୁ ମୁଗରେ ହେଇଛି ବହୁତ ହି ନରମ। ମତେ ଏଇ ପିଠାଟା ଏମିତି ଖାଇବାକୁ ବହୁତ ଭଲ ଲାଗେ। ଯଦି ଆପଣ ଚାହାନ୍ତି ତ ଆକୁ ଚିନି ଶିରାରେ ଲାଷ୍ଟକୁ ଟିକେ ଗୋଳେଇ ଦେଇ ପାରିବେ, ସେ ଆଉ ଟିକେ ମିଠା ଲାଗିବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।